Hello, my dear students. Welcome back to our YouTube channel, Viren Sir Odia. ମୁଁ ବିଶ୍ୱଜିତ ସାର୍ ଆପଣମାନଙ୍କୁ ଆଜିର କ୍ଲାସରେ ସ୍ୱାଗତ ଜଣାଉଛି। ପିଲେ ଆଜି ଆମେ ଏହି କ୍ଲାସରେ ମ୍ୟାଥମେଟିକ୍ସର ଏକ ମଡେଲ ପେପର ପ୍ରାକ୍ଟିସ କରିବା ଯାହାକି ଆପଣଙ୍କର ଆଗାମୀ ନବୋଦୟ ଏଣ୍ଟ୍ରାନ୍ସ ଏକ୍ସାମିନେସନ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିବ। ତେବେ ପିଲେ ଆମେ ଆଉ ଲେଟ୍ ନକରି ଷ୍ଟାର୍ଟ କରିବା ଆଜିର କ୍ଲାସ। ତ ମଡେଲ ପେପରର ଆପଣଙ୍କ ପାଇଁ 1 ନମ୍ବର କ୍ୱେଶ୍ଚିନଟି ରହିଛି, ଯଦି ଦୁଇଟି ସଂଖ୍ୟାର ସମଷ୍ଟି 22 ଏବଂ ଗୁଣଫଳ 120 ହୁଏ ତେବେ ସଂଖ୍ୟା ଦୁଇଟି କେତେ? If the sum of two numbers is 22 and the product is 120, find the numbers. ତେବେ ପିଲେ ଏହାକୁ ଆମେ ଅପସନରୁ ଆମେ କରିପାରିବା। ଦୁଇଟି ସଂଖ୍ୟାର ସମଷ୍ଟି ଆପଣଙ୍କର 22 ହେଉଥିବ ଆଉ ଗୁଣଫଳ ଆପଣଙ୍କର 120 ହେଉଥିବ, ତେବେ ସଂଖ୍ୟା ଦୁଇଟି ଆମକୁ ବାହାର କରିବାକୁ ପଡିବ। ଅପସନ ଏ ରେ ଆପଣ ଦେଖନ୍ତୁ 12 ଆଉ 10 ଆପଣଙ୍କର ଦେଇଛି। ଆପଣ ଯଦି ଦେଖିବେ 12 ରେ ଆପଣ 10 କୁ ମିଶଉଛନ୍ତି ତାହେଲେ ଆପଣ କେତେ ପାଉଛନ୍ତି? 22 ପାଉଛନ୍ତି। ଏବଂ 12 ରେ ଆପଣ ଯଦି 10 କୁ ଗୁଣନ କରୁଛନ୍ତି ଆପଣ କେତେ ପାଉଛନ୍ତି? 120 ପାଉଛନ୍ତି। ତାହେଲେ ଏହା ଆପଣଙ୍କର ପରଫେକ୍ଟ ହେଇଯାଉଛି ନା? ତେବେ 1 ନମ୍ବର ପ୍ରଶ୍ନର ସଠିକ ଉତ୍ତର ହେଇଯିବ ଆପଣଙ୍କର ଅପସନ ନମ୍ବର ଏ, 12 ଆଉ 10 ଏଇ ଦୁଇଟି ସଂଖ୍ୟାର ସମଷ୍ଟି ହେବ 22 ଆଉ ଗୁଣଫଳ ହେବ 120। ତେବେ ଅପସନ ଏ ହେଇଯିବ ଆପଣଙ୍କ ପାଇଁ କରେକ୍ଟ ଆନ୍ସର। ତେବେ ପିଲେ ଆମେ ଯିବା ଏବେ ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇ ରଖିଛି, 3 ଦ୍ୱାରା ବିଭାଜ୍ୟ ବୃହତ୍ତମ 2 ଅଙ୍କ ବିଶିଷ୍ଟ ଯୁଗ୍ମ ସଂଖ୍ୟାଟି କେତେ? 3 ଦ୍ୱାରା ବିଭାଜ୍ୟର ଫର୍ମୁଲା ହଉଛି ପିଲାମାନେ କଣ ନା ଅଙ୍କ ମାନଙ୍କର ଯୋଉ ସଂଖ୍ୟାଟି ଦେଇଥିବ ସେମାନଙ୍କର ଅଙ୍କ ମାନଙ୍କର ସମଷ୍ଟି ବା ଯୋଗଫଳ ଯଦି 3 ଦ୍ୱାରା ବିଭାଜ୍ୟ ହବ ତାହେଲେ ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ହବ। ତାହେଲେ ଆମର ଯୋଉ କ୍ୱେଶ୍ଚନଟି ଦେଇଛି, ହ୍ୱାଟ ଇଜ ଦ ଲାର୍ଜେଷ୍ଟ, ଏଇ ଟର୍ମଟି ପିଲାମାନେ ଲକ୍ଷ୍ୟ ରଖନ୍ତୁ। ହ୍ୱାଟ ଇଜ ଦ ଲାର୍ଜେଷ୍ଟ ଇଭେନ୍ ନମ୍ବର ଅଫ 2 digits which is completely divisible by 3? ତେବେ ଦେଖନ୍ତୁ ଆପଣଙ୍କର ଯୋଉ ଦେଇଛି ଲାର୍ଜେଷ୍ଟ ଇଭିନ୍ ନମ୍ବର, ଅପସନରୁ ଦେଖିବା 99 ଆପଣଙ୍କର ଇଭିନ୍ ନମ୍ବର ନୁହେଁ, ଅଡ୍ ନମ୍ବର। ଅପସନ ଏ ଆପଣଙ୍କର କଟିଯିବ। ଠିକ ଅଛି, ତାହେଲେ ଏହା ଆପଣଙ୍କର ଆନ୍ସର ହେଇପାରିବନି। ତେବେ ଅପସନ ବି, ସି ଆଉ ଡି କୁ ଆପଣ ଏବେ ଚେକ୍ କରିବା। ଦେଖନ୍ତୁ 9 ଆଉ 4 ରେ ଆପଣଙ୍କର ବୀଜାଙ୍ଗ କେତେ ଆସୁଛି? 9 ରେ 4 କୁ ମିଶେଇଲେ 13, ଏହା 3 ଦ୍ୱାରା ବିଭାଜ୍ୟ ହବନି, ତେଣୁକରି ଅପସନ ବି ମଧ୍ୟ ଆପଣଙ୍କର କଟିଯିବ। ତେବେ ଅପସନ ସି ରେ ଆପଣଙ୍କର ଦେଖନ୍ତୁ 9 ଆଉ 6 ଏଇ ଦିଟା ଅଙ୍କକୁ ମିଶେଇଲେ ଆପଣଙ୍କର 15 ହଉଛି, ହେଲା। ଏହା 3 ଦ୍ୱାରା ଡିଭିଜିବୁଲ, ଏହା ଆପଣଙ୍କର ଠିକ ହଉଛି। ବାକି ଡି କୁ ଟିକେ ଚେକ୍ କରିଦେବା। ଆପଣଙ୍କର 9 ଆଉ 8 କୁ ଆପଣ ଯଦି ଯୋଗ କରୁଛନ୍ତି ଆପଣଙ୍କର ଆସୁଛି 17, ଏହା ମଧ୍ୟ 3 ଦ୍ୱାରା ବିଭାଜ୍ୟ ନୁହେଁ। ତେବେ ଅପସନ ସି ଆପଣଙ୍କର ହେଇଯିବ ଏଠି କରେକ୍ଟ ଆନ୍ସର। ଏବେ ପିଲେ ଆମେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇଛି, କେଉଁ ବୃହତ୍ତମ ସଂଖ୍ୟା ଦ୍ୱାରା 48 ଆଉ 66 କୁ ଭାଗ କଲେ ଭାଗଶେଷ ଯଥାକ୍ରମେ 3 ଓ 6 ରହିବ? What will be the largest, ଏଇ ଟର୍ମଟିକୁ ମନେ ରଖନ୍ତୁ। What will be the largest number by which when 48 and 66 are divided leaves remainder 3 and 6 respectively? ମନେ ରଖନ୍ତୁ ଓଡିଆରେ ଟର୍ମ ହଉଛି ଆପଣଙ୍କର ବୃହତ୍ତମ, ଇଂଲିଶରେ ଟର୍ମ ହଉଛି ଆପଣଙ୍କର ଲାର୍ଜେଷ୍ଟ। ଏହାକୁ ଆପଣ ଦେଖିବେ ମାନେ ଆପଣଙ୍କୁ କଣ କରିବାକୁ ପଡିବ? ଗସାଗୁ, ଗରିଷ୍ଠ ସାଧାରଣ ଗୁଣନୀୟକ ବା HCF ଆପଣଙ୍କୁ କାଢିବାକୁ ପଡିବ। ତେବେ ପ୍ରଥମେ ଆପଣ କଣ କରିବେ ନା ଏଇ 48 ରୁ 3 କୁ ଆପଣ ସବଟ୍ରାକ୍ସନ କରିଦେବେ ବା ଫେଡିଦେବେ, 66 ରୁ 6 କୁ ଆପଣ ଫେଡିଦେବେ, ତାର ଫେଡାଣ ଫଳକୁ ଆପଣ ଗସାଗୁ ବାହାର କରିବେ। ପ୍ରଥମେ ପିଲେ କଣ କରିବା ନା ଏଇ ଯୋଉ 48 ଅଛି ଏଥିରୁ ଆପଣ 3 କୁ ବିୟୋଗ କରିଦେଲେ ଆପଣ ପାଇଯିବେ କେତେ? 45 ପାଇଯିବେ। ଠିକ ସେହିପରି ତା ତଳକୁ ଆପଣ ଲେଖିପାରିବେ 66 ରୁ ଆପଣ 6 କୁ ବିୟୋଗ କରିଦେଲେ ଆପଣ କେତେ ପାଇଯିବେ? 60 ପାଇଯିବେ। ତେବେ ଆପଣ ଏଇ ଯୋଉ 45 ଆଉ 60 ର କଣ ବାହାର କରିଦେବେ ନା ଗସାଗୁ ଆପଣ ବାହାର କରିଦେବେ। ଗସାଗୁ କେମିତି ବାହାର କରିବା ଦେଖ ପିଲାମାନେ, ଏହା ଆପଣଙ୍କର କେତେରେ କଟିଯିବ ଦେଖ, 3 ରେ କଟିଯିବ। ଆପଣଙ୍କର 15 3 45, 20 3 60, ଏହା ଆପଣଙ୍କର 5 ରେ ଏବେ ପୁଣି କଟିଯିବ। 5 3 15, 5 1 20। ତେବେ 3 ଆଉ 4 କୌଣସି ସଂଖ୍ୟାରେ କଟିବ ନାହିଁ, ତେଣୁ କରିକି ଆଉ
ଆମେ ଆଗକୁ କିଛି କରିପାରିବା ନାହିଁ। ଗସାଗୁରେ ଆପଣ ମନେ ରଖନ୍ତୁ ଏଇପଟ ସାଇଡକୁ ଗୁଣନ କରିବେ। 3 ଆଉ 5 କୁ ଗୁଣନ କଲେ ଆପଣ କେତେ ପାଇବେ? 3 ଆଉ 5 କୁ ଆପଣ ଯେତେବେଳେ ଗୁଣନ କରିବେ ଆପଣ ପାଇବେ 15। ତେବେ ଆପଣଙ୍କର ଗସାଗୁ HCF ୟାକୁ ଇଂରାଜୀରେ ଆମେ କହନ୍ତି ହାଇଏଷ୍ଟ କମନ ଫ୍ୟାକ୍ଟର, ଓଡ଼ିଆରେ ଆମେ ଏହାକୁ କଣ କହନ୍ତି ନା ଗସାଗୁ। ତେବେ ପିଲାମାନେ ଗସାଗୁ ଆପଣଙ୍କର ହେଇଗଲା 15। ତେବେ ଆନ୍ସର ଆପଣଙ୍କର କୋଉଠି ହେଇଯିବ? ଅପସନ ଡି ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର। ତେବେ ପିଲାମାନେ ଏବେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନଟି ଆପଣମାନଙ୍କୁ ଦେଇଛି 4 ନମ୍ବରରେ। a by 7 equal to b by 4 equal to c by 11 ହୁଏ, ତେବେ a plus b plus c by c ର ମାନ କେତେ? ତେବେ ପିଲାମାନେ ଦେଖନ୍ତୁ ଏଠି ଆପଣ କେମିତି ଏହାକୁ ସମାଧାନ କରିବେ। if a by 7 equal to b by 4 equal to c by 11 then a plus b plus c by c is equal to କେତେ? ଆପଣ ଏହାକୁ ଲେଖିପାରିବେ a by 7 ଯାହା ଆପଣ ଏହାକୁ ଲେଖିପାରିବେ a ର ମାନ ହଉଛି ଆପଣଙ୍କର 7, b ର ମାନ ଆପଣଙ୍କର ହେଉଛି 4, c ର ମାନ ହେଉଛି ଆପଣଙ୍କର 11। ତେବେ ଏଇ ଯୋଉ ମାନ ବାହାର କରିବାକୁ ପଡିବ a plus b plus c divided by c, ଏହାକୁ ସମାଧାନ କରିବା। ଏ ଜାଗାରେ ଆପଣ ପକେଇବେ 7, b ଜାଗାରେ 4, c ଜାଗାରେ 11 divided by c ଜାଗାରେ ଆପଣ ପକେଇବେ 11। 7 4 11 11 22 ଆପଣଙ୍କର ହେଇଯିବ divided by 11। ଏହାକୁ କାଟିଦେଲେ ଆପଣଙ୍କର 2 ଆସିବ ରାଇଟ ଆନ୍ସର। ତେବେ ଏହା ଆପଣଙ୍କର ଅପସନ ସି ରେ ଅଛି। ଅପସନ ସି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ତେବେ ପିଲାମାନେ ଯିବା ଏବେ ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇଛି ଏକ ସମାଧାନ କରିବା ପାଇଁ। ତେବେ ଏ ପ୍ରକାର ପ୍ରଶ୍ନକୁ ଆମେ କିପରି ସମାଧାନ କରିବା ବୋଲେ ଲକ୍ଷ୍ୟ କର। ଆପଣଙ୍କୁ ସେ ଦେଇ ରଖିଛି କି ଫାଇଣ୍ଡ ଦ ଭ୍ୟାଲୁ ଅଫ ଦ ଫଲୋଇଂ ଏକ୍ସପ୍ରେସନ। ଠିକ ଅଛି। ତ ଆପଣଙ୍କୁ ଏଠି ମୁଁ କିଛି ଟର୍ମ ଏଠି ଶିଖେଇ ଦେବାକୁ ଚାହିଁବି, ଆପଣ ଏହାକୁ କିପରି ସମାଧାନ କରିବେ। ଦେଖନ୍ତୁ ଲବ ଆଉ ହରରେ ଆପଣଙ୍କର ଆଧାର ସମାନ ଅଛି ଆଉ ଘାତାଙ୍କ ଆପଣଙ୍କର ଭିନ୍ନ ଭିନ୍ନ ଅଛି। ତ ଏହାକୁ ଆପଣ କଣ କରିପାରିବେ ନା 4 ଆପଣ ରଖିଲେ ତ ଉପରେ ଯୋଉ 4 ଅଛି ଏବଂ ହରରେ ଆପଣଙ୍କର ଯୋଉ 4 ର ଘାତ 2 ଅଛି, ଏହା ଆପଣ କଣ କରିବେ ନା ବିୟୋଗ କରିବେ। ଆପଣଙ୍କର ଯୋଉ ଘାତାଙ୍କ ରହିଛି 4 ଫେଡାଣ 2, ତାପରେ ଆପଣ ମାଇନସ ଚିହ୍ନ ଅଛି ମାଇନସ ଚିହ୍ନ ରଖନ୍ତୁ। ଏବେ 9 ର ଆମ ସମାଧାନ କରିବା। ତ ଆପଣ କଣ କରିବେ ଘାତାଙ୍କକୁ ବିୟୋଗ କରିବେ ହେଲା। 9 ରୁ 7 କୁ ଆମେ ଏଠି ବିୟୋଗ କରିବା। ତାପରେ ମିଶାଣ ଚିହ୍ନ ଅଛି ମିଶାଣ ଚିହ୍ନ ଦେବେ। ଏଠି ଆପଣଙ୍କର 6 ଅଛି ତ 6 ଆଧାର ଆପଣଙ୍କର ଏଠି ରହିଲା, ଘାତାଙ୍କକୁ ବିୟୋଗ କରିବେ। ତ 6 ରୁ ଆପଣ 3 କୁ ବିୟୋଗ କରିବେ। ତେବେ ଏହାକୁ ଆମେ ଦେଖନ୍ତୁ ପିଲାମାନେ କେମିତି ସମାଧାନ କରିବା। 4 ର ଘାତାଙ୍କ କେତେ ହେଇଯିବ? 4 ରୁ 2 ଫେଡାଣ କଲେ ଆମ ଆସିଯିବ କେତେ? 2। ଏଠି ଆପଣଙ୍କର ଫେଡାଣ ଚିହ୍ନ ରହିଲା, 9 କୁ 9 ରହିଲା ଏବଂ ଘାତାଙ୍କ ଦେଖିବା 9 ରୁ 7 କୁ ଫେଡାଣ କଲେ ଆପଣଙ୍କର ଆସିଯିବ କେତେ? 2। ତାପରେ ଆପଣଙ୍କର ମିଶାଣ 6 କୁ 6 ରହିଲା ଆଧାରରେ, ଘାତାଙ୍କ ଦେଖିବା 6 ରୁ 3 କୁ ବିୟୋଗ କଲେ ଆପଣଙ୍କର ଆସିଯିବ 3। ଏହାକୁ ସମାଧାନ କରିଦିଅନ୍ତୁ। 4 ଚଉକେ ଆପଣଙ୍କର 16 ମାଇନସ 9 ର ସ୍କୋୟାର ବା ଘାତ ଆପଣଙ୍କର 2 ଅଛି, 9 9 ଆପଣଙ୍କର 81, ମିଶାଣ ଆପଣଙ୍କର 6 36 216। ଠିକ ଅଛି। ତ 6 କୁ ଆମେ 3 ଥର ଗୁଣନ କରିବା, ଘାତ 3 ମାନେ 6 କୁ 3 ଥର ଗୁଣନ କରିବା। ତେବେ 216 ଆସିଲା। ଏବେ ବରହ ଗୁମି ଫେରେ ଆପଣ କଣ କରିବେ? ମିଶାଣ କାର୍ଯ୍ୟଟି ଆଗେ କରିବେ। ତ 16 ରେ ଆପଣ 216 କୁ ପ୍ରଥମେ କଣ କରିବେ ନା ମିଶେଇ ଦେବେ। ସେଥିରୁ ଆପଣ କଣ କରିବେ ନା 81 କୁ ବିୟୋଗ କରିବେ। ତେବେ ଆପଣ ଆନ୍ସର ପାଇଯିବେ। ତେବେ ପିଲାମାନେ ଦେଖନ୍ତୁ ଏଠି କଣ କରିବା, 16 ରେ 216 କୁ ମିଶେଇବା। 6 ରେ 6 କୁ ମିଶେଇଲେ କେତେ? 12। 12 ରୁ 2 ନେଲା 1, 1 1 2 1 3, ଏଠି ରହିଲା 2, 232 ଫେଡାଣ ଆପଣଙ୍କର 81। ଏହାକୁ ବିୟୋଗ କରିଦିଅନ୍ତୁ। 2 ରୁ 1 ଗଲେ ଆପଣଙ୍କର 1, 3 ରୁ 8 ଯାଇପାରିବନି ଆଣିଲା ଏକାଦଶ, 13 ରୁ 8 ଗଲେ 5, ଏଠି ଅଛି ଆପଣଙ୍କର 1। 151 କୋଉ ଅପସନରେ ଅଛି ପିଲାମାନେ? ଆପଣଙ୍କର ଅପସନ ବି ରେ ଅଛି। ଅପସନ ବି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ତେବେ ପରବର୍ତ୍ତୀ ପ୍ରଶ୍ନକୁ ଆମେ ଏବେ ଯିବା ପିଲାମାନେ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇଛି 1050 ରୁ କେଉଁ ସର୍ବନିମ୍ନ ସଂଖ୍ୟା ବିୟୋଗ କଲେ ବିୟୋଗ ଫଳ ଏକ ପୂର୍ଣ୍ଣ ବର୍ଗ ସଂଖ୍ୟାରେ ପରିଣତ ହେବ? What minimum number should be reduced from 1050 so that it becomes a complete square? ମନେ ରଖନ୍ତୁ ପିଲାମାନେ, ଆପଣଙ୍କର ପୂର୍ଣ୍ଣ ବର୍ଗ ସଂଖ୍ୟା ଯୋଉଠି ଲେଖା ଥିବ ବା ଆପଣଙ୍କର କଣ ଥିବ କମ୍ପ୍ଲିଟ ସ୍କୋୟାର ଥିବ, ମାନେ କଣ ସେ ସଂଖ୍ୟାକୁ 2 ଥର ଗୁଣନ କଲେ ଆମେ ସେ ସଂଖ୍ୟାଟି ପାଇବା। ତାହେଲେ ଆମେ ଗୋଟେ ଏକ୍ସାମ୍ପଲ ରେ ବୁଝିପାରିବା। କଣ ନା 5 କୁ ଆମେ ଯଦି 2 ଥର ଗୁଣନ କରୁଛେ, ଠିକ ଅଛି, 5 କୁ ଯଦି ଆମେ 2 ଥର ଗୁଣନ କରୁଛେ ଆମେ କେତେ ପାଉଛେ? 25।
ତାହେଲେ 25 ଆମର ଗୋଟେ ପରଫେକ୍ଟ ସ୍କୋୟାର ହେଇଯିବ ବା ପୂର୍ଣ୍ଣବର୍ଗ ସଂଖ୍ୟା ହେଇଯିବ। 6 କୁ ଆମେ ଯଦି 2 ଥର ଗୁଣନ କରୁଛେ 36, ତେବେ 36 ମଧ୍ୟ ପରଫେକ୍ଟ ସ୍କୋୟାର ହେଇଯିବ। ତ ଏଇ ପ୍ରକାର ଆମେ ଏଇ ପ୍ରଶ୍ନଟିକୁ ସମାଧାନ କରିବା। ସେ କହିଛି କି ଆମକୁ କଣ ନା ଏଇ ଯୋଉ ସଂଖ୍ୟାଟି ଦେଇଛି 1050 ରୁ କେଉଁ ସର୍ବନିମ୍ନ ସଂଖ୍ୟାଟା ଅପସନ ଭିତରୁ ଆମେ ଦେଖିବା ତ ବିୟୋଗ କଲେ ବିୟୋଗ ଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ। ପିଲାମାନେ ମୁଁ ଏହାକୁ ଦୁଇଟି ମେଥଡରେ ବୁଝେଇବି ଆପଣଙ୍କୁ। ପ୍ରଥମ ମେଥଡଟି ଦେଖନ୍ତୁ, 1050 ଅଛି, ଏହାର ପୂର୍ଣ୍ଣବର୍ଗ ଆମେ କେମିତି କାଢିବା? ଏଇ ଦୁଇଟି ସଂଖ୍ୟା ଉପରେ ଗାର ଦେବା, ଏଇ ଦୁଇଟି ସଂଖ୍ୟା ଉପରେ ଆମେ ଗାର ଦେବା। ତ 10ଟା ଆପଣଙ୍କର ଅଛି ପ୍ରଥମ, ତ ଏଠି ଆମେ 3 ପକେଇବା। 3 ତିରିକି ଆପଣ କେତେ ଆସିଯିବ? 9 ଆସିଯିବ। 10 ରୁ 9 ଗଲେ ଆପଣଙ୍କର 1 ଆସିଯିବ। ଏଠି ଯୋଉ 3 ପକେଇଛେ, ଏଠି ଗୋଟେ 3 ଲେଖିକି ଆମେ ମିଶେଇବା। ତ 3 ରେ 3 ମିଶେଇଲେ ଆପଣଙ୍କର ଆସିଯିବ 6। ତାପରେ ଏଠି ଦୁଇଟାଙ୍କ ସଂଖ୍ୟା ଏକାଥରେ ଓହ୍ଲେଇବ, କେତେ ନା 50। ଏବେ ହେଇଗଲା କେତେ? 150। ମନେ ରଖନ୍ତୁ, ଏବେ ଏଠି ଯେତିକି ପକେଇବା ଏଠି ମଧ୍ୟ ଆମେ ସେତିକି ପକେଇବା। 61 ଯଦି 1 ଏଠି ପକେଇବା 61, ଏଠି କେ ପକେଇବା 1 ପକେଇବା 61 କେ 61। ଯଦି ଆମେ ଏଠି 2 ପକେଇବା ତାହେଲେ ଏଠି ମଧ୍ୟ 2 ପକେଇବା। ଏଠି ଯଦି 3 ପକେଇବା ଏଠି ମଧ୍ୟ 3 ପକେଇବା। ତାହେଲେ 3 ପକେଇଲେ ଆମକୁ 63 ତିରିକି ଅଧିକ ହେଇଯିବ, କିନ୍ତୁ ଆମେ ଏଠି କେତେ କରିବା ନା 2 ପକେଇବା। ଏଠି 62, ଏଠି ଆମେ 2 ପକେଇବା। ହେଲା, ଏଠି 2 ବୋଲି ଏଠି ଆମେ 2 ପକେଇଲେ। ଏବେ 62 ଦୁନିଆ ଆପଣଙ୍କର କେତେ ହେଇଯିବ? 2 ଦୁନିଆ 4, 6 ଦୁନିଆ କେ 12। ଠିକ ଅଛି। ଏହାକୁ ଏବେ ବିୟୋଗ କରିଦେବା। 10 ରୁ 4 ଗଲେ ଆପଣଙ୍କର 0 ରୁ 4 ଯାଇପାରିବନି, ଆଣିବାକୁ 10, 10 ରୁ 4 ଗଲେ 6, ଏଠି 5 ରେ ଗଲା 4, 4 ରୁ 2 ଗଲେ 2। ଭାଗଶେଷ କେତେ ବଳି ପଡୁଛି ପିଲାମାନେ? 26 ବଳି ପଡୁଛି। ଠିକ ଅଛି। ତାହେଲେ 1050 ରୁ ଆପଣ ଯଦି 26 କୁ ବିୟୋଗ କରିଦଉଛନ୍ତି, ଯୋଉ ସଂଖ୍ୟାଟା ପାଇବେ ତାହା ଗୋଟିଏ ପରଫେକ୍ଟ ସ୍କୋୟାର ଆପଣଙ୍କର ହେଇଯିବ। ଅପସନ ସି ଆପଣଙ୍କର ଏଠି ହେଇଯିବ କରେକ୍ଟ ଆନ୍ସର। ଏହାକୁ ଯଦି ଅନ୍ୟ ମେଥଡରେ ଆମେ ବୁଝିବା, ପିଲାମାନେ ମନେ ରଖନ୍ତୁ, କିଛି ବର୍ଗ ଆପଣଙ୍କୁ ମନେ ରଖିବାକୁ ପଡିବ। ଯେପରିକି ଆପଣଙ୍କର ଦେଖନ୍ତୁ 1050 ରେ ଆପଣଙ୍କର 30 ର ବର୍ଗ କେତେ ଆସିଯାଉଛି? ଆପଣଙ୍କର 30 ର ବର୍ଗ ଆସିଯାଉଛି କେତେ? ଆପଣଙ୍କର 900 ଆସିଯାଉଛି। ମାନେ 30 କୁ 2 ଥର ଆପଣ ଗୁଣନ କରିବେ। ସେଇପରି ଆପଣଙ୍କର 31 ର ବର୍ଗ ଆପଣ ବାହାର କରିବେ। ଠିକ ଅଛି। ସେଇପରି ଆପଣଙ୍କର 32 ର ବର୍ଗ ଆପଣ ବାହାର କରିବେ। ସେଇପରି ଆପଣଙ୍କର 33 ର ବର୍ଗ ଆପଣ ବାହାର କରିବେ। ତ କିପରି ଆପଣ ବାହାର କରିବେ ପିଲାମାନେ, ମୁଁ ଏଠି କହି ରଖୁଛି। 31 ର ବର୍ଗ ପିଲାମାନେ ଲେଖି ରଖ। 31 ର ବର୍ଗ ଆପଣ 31 କୁ 2 ଥର ଗୁଣନ କରିବେ। 1 କେ 1, 1 3 3, 3 କେ 3, 3 ତିରିକି 9, 1 3 3 6 9। ଆପଣଙ୍କର କେତେ ଆସୁଛି? 961 ଆପଣଙ୍କର ଆସୁଛି କେତେ? ଆପଣଙ୍କର 31 ର ବର୍ଗ। ସେହିପରି ପିଲାମାନେ ଆପଣ କଣ କରିବେ ନା ଅନ୍ୟମାନଙ୍କର ବର୍ଗ ମଧ୍ୟ ଆପଣ ବାହାର କରିପାରିବେ। 32 ର ବର୍ଗ ଆପଣଙ୍କର ସେମିତି ଗୁଣନ କରିଦେବେ, ଆସିଯିବ କେତେ? 1024। କେମିତି ବାହାର କରିବେ ପିଲାମାନେ? ଆଉ ଥରେ କହି ରଖୁଛି। 32 କୁ ଆପଣ ଏମିତି 2 ଥର ଗୁଣନ କରିବେ। 2 ଦୁନେ 4, 2 ତିରି 6, 3 ଦୁନେ 6, 3 ତିରି 9। 4 6 6 ଆପଣଙ୍କର 12 ଦିନ ହେଲା ଆଗ 9 କ 10, 1024 ଆସିଲା ନା? ତ ଏହା ଆପଣଙ୍କର ହେଇଗଲା ରାଇଟ ଆନ୍ସର। ତେବେ ଆପଣଙ୍କର 33 ର ବର୍ଗ ସେମିତି ଆପଣ ବାହାର କରିବେ। 33 ର ବର୍ଗ ଆପଣଙ୍କର କେତେ ହେଇଯିବ? 3 ତିରି 9, 3 ତିରି 9, 3 ତିରି ଏପଟରେ 9 ପକେଇଲେ ପୁଣି 9, 9 9 8 8 ନେଲା ଆଗ 9 କ 10। ଆପଣଙ୍କର ଆସିଯାଉଛି କେତେ ପିଲାମାନେ? 1089। ଠିକ ଅଛି। ଏବେ ଦେଖ, ଏତିକ ବର୍ଗ ଆମେ ଜାଣି ସାରିଲା ପରେ ଆପଣ ମାନେ କହିପାରିବେ କି ଏଇ ଯୋଉ 1056, 1050 ଆପଣଙ୍କର ରହିଛି, କାହା କାହା ମଝିରେ ଆପଣଙ୍କର ରହୁଛି? 1050 ରୁ ସିଏ ଆପଣଙ୍କୁ କହିଛି କଣ? ସର୍ବନିମ୍ନ ସଂଖ୍ୟା ବିୟୋଗ କଲେ, ମାନେ 1050 ତଳକୁ ଆମେ ଯିବା, ତାହେଲେ 1050 ତଳକୁ କିଏ ଅଛି ଆପଣଙ୍କର? 1024 ଗୋଟିଏ ସଂଖ୍ୟା ହିଁ ଅଛି। ଠିକ ଅଛି। ତ 961 ବହୁତ ସାନ ହେଇଯାଉଛି, 900 ବି ବହୁତ ସାନ ହେଇଯାଉଛି, ତାକୁ ଆମେ ନେବା ନାହିଁ। 1089 ବଡ ହେଇଯାଉଛି, ତାକୁ ଆମେ ନେବା ନାହିଁ। ତ 1050 ରୁ ଯୋଉ ସାନ ଆପଣଙ୍କର ପରଫେକ୍ଟ ସ୍କୋୟାର ଯିଏ, ସିଏ ଆପଣଙ୍କର ହଉଛି କେତେ? 32। ଠିକ ଅଛି। ତାହେଲେ 1050 ରୁ ଆପଣ 1024 କୁ ବିୟୋଗ କରିବାକୁ ହେଲେ, 1024 କୁ ଆସିବାକୁ ହେଲେ କେତେ ବିୟୋଗ କରିବା ଆମେ ଜାଣିବା କେମିତି? ନା 1050 ରୁ 1024 କୁ ବିୟୋଗ କରିବା। 10 ରୁ 4 ଗଲେ 6, 4 ରୁ 2 ଗଲେ 2, 26। ଠିକ ଅଛି। ତ 1050 ରୁ ଆପଣ ଯଦି 26 ବିୟୋଗ କରୁଛନ୍ତି, 1024 ପାଉଛନ୍ତି, ଯାହାକି 32 ର ବର୍ଗ। 32 ଗୋଟିଏ ପରଫେକ୍ଟ ସ୍କୋୟାର। ହେଲା। ତ ଆପଣ ଚାହିଁଲେ ଫାଷ୍ଟ ମେଥଡରେ କରିପାରିବେ, ତ ସେକେଣ୍ଡ ମେଥଡରେ ମଧ୍ୟ କରିପାରିବେ। ଅପସନ ସି ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର। ଏବେ ପିଲାମାନେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନଟି କଣ ଆପଣଙ୍କୁ ଦେଇଛି? 7 ନମ୍ବର।
ତ 411 ଇଣ୍ଟୁ 812 ରେ କେତୋଟି ମୌଳିକ ଗୁଣନୀୟକ ରହିଛି? ହାଉ ମେନି ପ୍ରାଇମ୍ ଫ୍ୟାକ୍ଟର୍ସ? ପିଲାମାନେ ମନେ ରଖନ୍ତୁ ଟର୍ମ କଣ ଦେଇଛି? ହାଉ ମେନି ପ୍ରାଇମ୍ ଫ୍ୟାକ୍ଟର୍ସ ୱିଲ୍ 411 ଇଣ୍ଟୁ 812? ପିଲାମାନେ ଆମେ ଆଗେ ପ୍ରାଇମ୍ ଫ୍ୟାକ୍ଟର କଣ ଆମେ ଜାଣିବା। ଯାହାର ଦୁଇଟି ଗୁଣନୀୟକ ଥିବ ଏକ ଆଉ ସେଇ ଗୋଟିଏ ସଂଖ୍ୟା, ତ ଆକୁ ଆମେ କଣ କହନ୍ତି ନା ମୌଳିକ ସଂଖ୍ୟା ବୋଲି କହନ୍ତି। ତ 2 3 ଏଗୁଡା ସବୁ ଆପଣଙ୍କର ମୌଳିକ ସଂଖ୍ୟା। ଦେଖନ୍ତୁ 4 1 5 1 6 ଆପଣଙ୍କର ଏହା 3 ଦ୍ଵାରା ଡିଭିଜିବୁଲ ହେଇଯିବ। 3 ଏଠି ପକାନ୍ତୁ। 3 କେ 3 4 3 ଗଲା 1 11 3 3 9 11 9 ଗଲା 2 21 3 7 21 137। ଠିକ ଅଛି ପିଲାମାନେ, ତ କେତେ ଆପଣ ପାଉଛନ୍ତି ନା 137। ତାହେଲେ 411 ର ମୌଳିକ ଫ୍ୟାକ୍ଟର ଆପଣ ଲେଖିପାରିବେ 3 ଇଣ୍ଟୁ 137। ମନେ ରଖନ୍ତୁ ପିଲାମାନେ, 1 କୁ ଆପଣ ମୌଳିକ ସଂଖ୍ୟା କହିପାରିବେନି ହେଲା, କାରଣ ସେ ଗୋଟିଏ ହିଁ ତାର ଗୁଣନୀୟକ, ତାକୁ ଗୋଟେ ଆମେ ସ୍ୱତନ୍ତ୍ର ସଂଖ୍ୟା ବୋଲି କହନ୍ତି। ଆଉ ଗୋଟେ ଆପଣଙ୍କର ଏଠି 812 କୁ ନେଇଯିବା। ଆପଣଙ୍କର ପ୍ରଥମ ତ 2 ରେ ଛିଡିଯିବ, 2 ଚଉ 8 2 ଶୂନ୍ୟ 16 212। ପୁଣି ଏହା ଆପଣଙ୍କର 2 ରେ ଛିଡିଯିବ, 2 ଦୁନେ 4 2 ଶୂନ୍ୟ 16 2 3 6। ଏହା ଆପଣଙ୍କର ପିଲାମାନେ ଦେଖନ୍ତୁ, ଏହା ଆପଣଙ୍କର କୋଉଥିରେ କଟିଯିବ? ଆପଣ ଯଦି ଦେଖିବେ ତ ଆପଣଙ୍କର ପକେଇ ପାରିବେ 7, ଆପଣ ଏଠି ପକେଇ ପାରିବେ 7। ଯଦି ଆପଣ ପକଉଛନ୍ତି ଆପଣଙ୍କର 7 ଦୁନେ 14, 20 ରୁ 14 ଗଲେ 6 63, 7 9 63, 29 ଏଠି ଆପଣ ପାଇଲେ। ତାହେଲେ ଏହାର ଫ୍ୟାକ୍ଟର୍ସ କୁ ଆପଣ କିପରି ଲେଖିପାରିବେ ନା 812 ର ଫ୍ୟାକ୍ଟର୍ସ କୁ ଆପଣ ଲେଖିପାରିବେ 2 କୁ ଆପଣଙ୍କର ଏଠି 2 ଥର ଗୁଣନ କରାଯାଇଛି, 7 କୁ ଥରେ ଏବଂ 29 କୁ ଆପଣଙ୍କର ଥରେ ଗୁଣନ କରାଯିବ। ତେବେ 411 ଇଣ୍ଟୁ 812 ରେ କେତୋଟି ମୌଳିକ ଗୁଣନୀୟକ ରହିଛି? ଆପଣ ଯଦି ଦେଖିବେ ଏଠି ପ୍ରତ୍ୟେକ ସଂଖ୍ୟାକୁ ଥରେ ଲେଖାଏଁ ନେବେ ହେଲା। ମୌଳିକ ଗୁଣନୀୟକ ଆପଣଙ୍କର 2 ଗୋଟେ ସଂଖ୍ୟା ଅଛି, 3 ଗୋଟେ ସଂଖ୍ୟା ଅଛି, ଆଉ ସେପରି 7 ଗୋଟେ ସଂଖ୍ୟା ଅଛି, 29 ଗୋଟେ ଅଛି, 137 ଗୋଟେ ଅଛି। ତାହେଲେ କମନ ଭାବରେ 2 3 7 29 ଆଉ ଆପଣଙ୍କର 137। ଠିକ ଅଛି, ତ 2 କୁ ଆପଣଙ୍କର 2 ଥର ଗୁଣନ ଆସୁଛି ହେଲା। ତ ଆପଣଙ୍କର ଦେଖିବା ଯଦି 1 2 3 4 5ଟି ଆସୁଛି, ତ ଅପସନ ଭିତରେ 5 ନାହିଁ। ହଁ ଯୋଉଟା ଦେଇଛି ତ ଆପଣଙ୍କର ଦେଖନ୍ତୁ ଏଟା ରାଇଟ ଆନ୍ସର 5 ହିଁ ହବ। ଠିକ ଅଛି, ରାଇଟ ଆନ୍ସର 5 ହବ। 5ଟି ଗୁଣନୀୟକ ଅଛି, କାରଣ 2 ଗୋଟିଏ ଆମର କଣ ମୌଳିକ ସଂଖ୍ୟା, ଯୋଉଟା କି 2 ଥର ଗୁଣା ହେଇକି ଅଛି ହେଲା କି। ଏହାକୁ ଆମେ 2 ଥର ଗୁଣନ କରିବାନି, ଥରେ ହିଁ କାଉଣ୍ଟିଂ କୁ ନେବା। ତ ଅପସନ ସି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ କଣ ଦେଇଛି? ଯଦି 3ଟି ଚେୟାରର ମୂଲ୍ୟ 900 ଟଙ୍କା ହୁଏ, ତେବେ 4 ଡଜନ ଚେୟାରର ମୂଲ୍ୟ କେତେ? ଇଫ ଦ ପ୍ରାଇସ୍ ଅଫ 3 ଚେୟାର୍ସ, ହେଲା 3ଟି ଚେୟାରର ମୂଲ୍ୟ 900 900, ହ୍ୱାଟ ୱିଲ୍ ବି ଦ ପ୍ରାଇସ୍ ଅଫ 4 ଡଜନ? ପିଲାମାନେ ଏଠି ମୁଁ ଗୋଟିଏ ବୁଝେଇ ଦେବାକୁ ଚାହେଁ, ଗୋଟିଏ ଟର୍ମ ମନେ ରଖ, 1 ଡଜନ ହେଲା। 1 ଡଜନ ମାନେ ହଉଛି ଆପଣଙ୍କର 12ଟି। ମନେ ରଖିବେ ଏଇ ଟର୍ମଟି ହେଲା। ଠିକ ଅଛି, ତ ଏଇ ଟର୍ମଟିକୁ ଆପଣ ମନେ ରଖିବେ। 1 ଡଜନ କହିଲେ କେତୋଟି ନା 12ଟି। ତେବେ 3ଟି ଚେୟାରର ମୂଲ୍ୟ ଯଦି ଆପଣଙ୍କର 3ଟି ଚେୟାରର ଦାମ ଯଦି ଆପଣଙ୍କର ହଉଛି 900 ଟଙ୍କା, ତାହେଲେ ଗୋଟିଏ ଚେୟାରର ଦାମ ଆପଣଙ୍କର କେତେ ଆସିଯିବ? 900 ରେ 3 କୁ ଡିଭାଇଡ କରିଦେବେ, ଆପଣଙ୍କର ଆସିଯିବ କେତେ? 300 ଟଙ୍କା। ତେବେ ଆପଣଙ୍କୁ ସେ ପଚାରୁଛି 4 ଡଜନ। ମନେ ରଖନ୍ତୁ ପ୍ରଥମେ 4 ଡଜନ ସମାନ କେତୋଟି? ଆପଣଙ୍କର 4 ଇଣ୍ଟୁ 12, 12 ଚଉକେ 48ଟି, କାରଣ 1 ଡଜନ ହଉଛି ଆପଣଙ୍କର 12ଟି। ତେବେ 48ଟି ର ମୂଲ୍ୟ କେତେ ହେଇଯିବ? 48 ଇଣ୍ଟୁ 300। ଠିକ ଅଛି, ତ ଏହାକୁ ଆପଣ ଗୁଣନ କରିଦିଅନ୍ତୁ। 3 ଅଷ୍ଟା 24 ରୁ 4 ନେଲା 2, 3 ଚଉ 12 2 14, ଦିଟା ଶୂନ ଏଠି ଆପଣ ଲଗେଇ ଦିଅନ୍ତୁ। 14400। 14400 ଆପଣଙ୍କର କୋଉ ଅପସନ ରେ ଅଛି? ଅପସନ ଏ ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନ। 9 ନମ୍ବର ଆପଣଙ୍କୁ କଣ ଦେଇଛି? 9 ନମ୍ବର ଆପଣଙ୍କୁ ଦେଇଛି 1000ର 40%ର 20%ର ଦଶମିକ ମୂଲ୍ୟ କେତେ? ଫାଇଣ୍ଡ ଦ ଡେସିମାଲ ଭ୍ୟାଲୁ। ମନେ ରଖନ୍ତୁ ଡେସିମାଲ ଭ୍ୟାଲୁ ପଚାରିଛି ଅଫ 20% ଅଫ 40% ଅଫ 1000। ଆପଣ ପ୍ରଥମେ ଏଠି 1000 ଲେଖି ରଖିଲେ, ତାର 20% 20/100, ତାର 40% 40/100। ଦେଖନ୍ତୁ ଏବେ ଗୁଣନ କରିଦେବା। ଏଇ 4 ରେ 2 ଗୁଣନ କଲେ 8, 8 ରେ 1 ଗୁଣନ କଲେ ଆପଣ ଲେଖିଦେବେ 8। ଶୂନ କେତେଟା ଅଛି ଏଠି? 3 1 4 1 5। ଏଠି 5ଟା ଶୂନ ଆପଣ ଲେଖନ୍ତୁ, 1 2 3 4 5 ଡିଭାଇଡେଡ ବାଇ ଆପଣଙ୍କର 1 ରେ 1 ଗୁଣନ କଲେ 1, ଏଠି 2 2 4ଟା ଶୂନ ଅଛି, ଏଠି 4ଟା ଶୂନ, 1 2 3 4 ଗୁଣନ କଲେ ଏତିକି ପାଇବେ। ଏଠି 4ଟା ଶୂନ, ଏଠି ଆପଣଙ୍କର 4ଟା ଶୂନ କାଟିଦେବେ। ତେବେ କେତେ ରହିଲା? 80। ତେବେ ରାଇଟ ଆନ୍ସର ଆପଣଙ୍କର ହେଇଯିବ 80। ଅପସନ ସି ହେଇଯିବ
करेक्ट आंसर। तेबे जिबा परवर्ती प्रश्न को। परवर्ती प्रश्नटी आपनको देइछि पिले एक ट्रेन ए स्टेशन रु सकाळ 8:50 रे छाड़ी थाए। ठीक अछि। आपणकर एटा हला गोटे स्टेशन ए स्टेशन। एई स्टेशन रु सकाळ केतेटारे छाड़े 8:50 रे छाड़ी थाए। ठीक अछि। तापरे परवर्ती ट्रेन टा सेई स्टेशन रु 6 घंटा परे हला आर 6 घंटा परे छाड़िबो। तेबे स्टेशन ए रु परवर्ती ट्रेन जिबार समय केते आपनको पचारिछि। तो ए 8:50 आपणकर जो रहिछि ता सहित आपणकर ए जो 6 घंटा को आपण कोन करिवे मिसेई देबे। शून्य आपणकर 5 रे शून्य मिसेले 5 8 6 आपणकर 14 ए जो 14 टा 50 आपणकर 24 घंटिया घड़ी हैला। रेलवे रे आपणकर 24 घंटिया घड़ी 12 टा परे आपणकर गोटे को 13 टा कुआ जिवो, दुईटा को आपणकर 14 टा बोली कुआ जिवो। 12 रे आपणकर केते मिसेले 14 होउची, 2 मिसेले आपणकर 14 होउची। होउची ना। आपण ताले आपण कोन कहि परिबे याकू जदि आपण कोन 12 घंटा को सबट्रैक्ट बा फेडाण कर दउचंती। 0 5 रु 0 गले 5 4 रु 2 गले 2 दुईटा 50 पाउचंती ना। तेबे ए दुईटा 50 कोर्स टाइम टा को हम कहबा तो अपराह्न बोली हमें कहबा। ठीक अछि। पीएम बोली हमें कहबा। ठीक अछि। 14 टा 50 को प्रथम मन रखंतु पीएम बोली ही कहआ जिवो। तेबे अपराह्न 2टा 50 एटा हे जिवो आपनकर ऑप्शन डी करेक्ट आंसर। एबे जिबा परवर्ती प्रश्न को पिला माने 11 नंबर प्रश्नटी आपनको देइछि कोन ना जदि 15 टी पशु 45 किग्रा दाना खाउछंती तेबे 60 किग्रा दाना खाइबा पई आउ केतोटी पशु आवश्यक हेबे। If 15 cattle consume 45 kg of fodder, how many more cattle can be fed with 60 kg of fodder? मन रखंतु 45 केजी रो जो आपणकर दाना रहिछि ताकू 15 टी कैटल आपणकर खाउछंती। ठीक अछि। 15 टी कैटल आपणकर 15 टी कैटल को पई दाना होछि केते दरकार 45 केजी। ताले गोटिए कैटल पई केते दरकार हबो? गोटिए कैटल पई आपणकर 45 रे 15 को डिवाइड कले आपण पाई जिवे केते 3 केजी आपणकर दरकार हबो। 60 केजी दाना खाइबे तो 60 केजी को आपण जदि कोन करिवे 3 केजी द्वारा डिवाइड करूछे तो आपणकर आसी जिवो केते 20 टी हला। 20 टी पशु खाइबे 60 केजी पे। से आपनको कहिछि कोन ना हाउ मेनी मोर कैटल कैन बी फेड अछंती केतेटा आपणकर 15 टा किंतु खाइबे केते जनक पई खाद्य अछि 20 टा। 20 टी पशु खाइ परिबे। तबे आउ केते जन दरकार ना 20 रु आपण से 15 को वियोग କରିदेले आपण पाइबे आउ 5 टी पशु। ठीक अछि। तो 5 टी पशु आउ ऐड हे परिबे हला 60 केजी खाद्य को खाइबा पई। ऑप्शन ए हे जिवो आपणकर करेक्ट आंसर। एबे जिबा परवर्ती प्रश्न को। देखिया पिला माने प्रश्न देखि डरिबानी ताको हमें सहजरे करबा। एक आयताकार कोठरी हला। आयताकार क्षेत्र प्रथमे काहा को कुआ जाय हमें जानिबा। आयताकार क्षेत्र हमें काहा को कहबा ना जो चतुर्भुजर परस्पर विपरीत बाहु समान हेतिबे आ प्रत्येक कोण कोण हेतिबो 90 डिग्री हेतिबो ताको हमें आयत चित्र बोली कहबा। ठीक अछि। एटा होछि आपनकर गोटे आयत चित्र। एइटा को आपण मने रखंतु दैर्घ्य बोली कहबा आउ एइटा को आपनकर प्रस्थ बोली कहबा। एई देखंतु से आपनको कहिछि कि एहार दैर्घ्य एहार प्रस्थर 4 विभक्तक 3 गुण। जदि एहार कर्ण 15 मीटर हुए तेबे कोठरीर परिसीमा केते? मन रखंतु पिला माने कर्ण कोण आपण गोटे मु गोटे भलो भाबरे बुझे देयाको चाहे। ए जो आपनकर कोणरु से कोणको आपण जोड़िबे गोटे रेखा द्वारा तो एहाको आपनकर कर्ण बोली कहछि। ठीक अछि। गोटे पिथागोरस उपपाद्य पिला माने अछि तो आपण गोटे फार्मूला एठी मु कहि रखियाको चाहे। एइटा को आपनकर एचए बोली कहा जाय। कर्ण एटा को कहंती एचए। एइटा को आपनकर उच्चता पी बोली कहंती एटा आपनकर भूमि बी बोली कहंती। ठीक अछि। तो एही हिसाब रे आपनको गोटे फार्मूला अछि ए जो कर्ण अछि ए कर्णर वर्गटा आपनकर ए जो भूमिर वर्ग आ उच्चतार वर्ग सहित समान हबो। तार जोगफल सहित आपनकर समान हबो। एहाको आपण एंति लिखि परिबे h स्क्वायर समाने आपनकर p स्क्वायर प्लस b स्क्वायर। ठीक अछि। फार्मूला टिको पिला माने मन रखिबे। तो आपनको जो से देइछि एइथरु मु टर्म टिको लेखि रखुछि पिला माने देखो the length of a rectangular room is 4 by 3 times its width हला। आपनकर if the length of its diagonal is 15 meter what will be the perimeter of the room? आपनकर ए जो भग्नांशटी देइनि पिला माने 4 by 3 ठीक अछि। एइथरु हम नै जाय परिबा। ए तीनटा होछि आपनकर कोन ना प्रस्थ।
ଏଇ ଚାରିଟା ହଉଛି ଆପଣଙ୍କର କଣ ନା ଦୈର୍ଘ୍ୟ ଏବଂ ଡାଇଗୋନାଲ ଆପଣଙ୍କର କେତେ ଦେଇଛି ନା 15 ମିଟର ଆପଣଙ୍କର ଦେଇଛି। ଦେଖନ୍ତୁ ୟାକୁ ଯଦି ମୁଁ ପିଥାଗୋରାସ ଉପପାଦ୍ୟରେ ପକଉଛି ଆପଣଙ୍କର ଡାଇଗୋନାଲ କୁ ଆମେ ଏଠି ନେବା କେତେ 15 ନେଇପାରିବା। ଏଠି ଭୂମି ଆପଣଙ୍କର କେତେ ହେଇଯିବ ଆପଣଙ୍କର ଭୂମି ଆପଣଙ୍କର ଏଟା 3 ମାନେ ଏଟା 3 ତ ଭୂମି ଆପଣଙ୍କର କେତେ ହେଇଯିବ ନା 3 ମିଟର ହେଇଯିବ। ଆଉ ଉଚ୍ଚତା ଆପଣଙ୍କର କେତେ ହେଇଯିବ ନା 4 ମିଟର ଆପଣଙ୍କର ହେଇଯିବ। ଠିକ ଅଛି। ତ ଏଇ ପ୍ରକାରର ଆପଣ ଯଦି ଏବେ ସମାଧାନ କରୁଛନ୍ତି ତ ସେଇ ଫର୍ମୁଲା ଆପଣଙ୍କର କଣ ଆ ପ୍ରଥମେ ଆପଣ ଏଟାକୁ ଲେଖିଦେବା ତ ବେଟର ହବ। ମନେ କରନ୍ତୁ ଆୟତକାର କ୍ଷେତ୍ରର ପ୍ରସ୍ଥ ଆପଣଙ୍କର ଏଠି ଲେଖି ଦିଅନ୍ତୁ। ପ୍ରସ୍ଥ ଆପଣଙ୍କର କେତେ ହେଲା 3x ମିଟର। ଦୈର୍ଘ୍ୟକୁ ଆପଣ ଏଠି ଅନୁପାତରେ ଆମେ ନେବା। ଦୈର୍ଘ୍ୟ ଆପଣଙ୍କର ହେଇଯିବ କେତେ 4x ମିଟର। ଆଉ କର୍ଣ୍ଣ ଆପଣଙ୍କର କେତେ ଦେଇଛି ନା 15 ମିଟର। କର୍ଣ୍ଣ ଆପଣଙ୍କୁ ଦେଇଛି 15 ମିଟର। ଆପଣ ଏବେ ପିଥାଗୋରାସ ଉପପାଦ୍ୟ ଯଦି ଆପଣ ପକଉଛନ୍ତି h ସ୍କୋୟାର ସମାନେ p ସ୍କୋୟାର ପ୍ଲସ b ସ୍କୋୟାର। h ସ୍କୋୟାର ଜାଗାରେ ଆପଣ କେତେ କରିପାରିବେ ନା 15 ର ବର୍ଗ। p ସ୍କୋୟାର ପ୍ଲସ b ସ୍କୋୟାରରେ ଆପଣ କେତେ କରିପାରିବେ ନା 3x ର ସ୍କୋୟାର ପ୍ଲସ ଆପଣଙ୍କର 4x ର ସ୍କୋୟାର। ଆପଣଙ୍କର 15 ର ବର୍ଗ ହେଇଯିବ କେତେ 225। 15 କୁ 2 ଥର ଗୁଣିବେ। 3x ର ସ୍କୋୟାର କେତେ ହେଇଯିବ 3 3 କି 9x ସ୍କୋୟାର ପ୍ଲସ 4x ର ସ୍କୋୟାର କେତେ ହେଇଯିବ 16x ସ୍କୋୟାର ହେଇଯିବ ଆପଣଙ୍କର। ଠିକ ଅଛି। ତ ଆପଣଙ୍କର 225 ଏଠି ରହିଲା। 16 ଆଉ 9 ରେ ମିଶାଇଲେ ଆପଣଙ୍କର ହେଇଯିବ 25x ସ୍କୋୟାର। ତେବେ ଆପଣଙ୍କର କଣ କରିବେ ଏଇ x ସ୍କୋୟାର କୁ ରଖିବେ ଗୋଟିଏ ପଟରେ। ସମାନ ଚିହ୍ନ ଦେଇକି ଏପଟକୁ ଆସିବେ ତ 225 25 ଗୁଣନ ହେଇକି ଏଠି ଅଛି ଏପଟକୁ ଆସିଲେ ହରଣ ହେଇଯିବ। ତାକୁ ଯଦି ଆପଣ ହରଣ କରୁଛନ୍ତି ପାଇବେ 9। ତେବେ x ର ବର୍ଗ 9। x ର ମୂଲ୍ୟ କେମିତି ପାଇବେ ନା 9 ର ବର୍ଗମୂଳ କରିଦେବେ। ଏଇ 9 କୁ 2 ଥର ଗୁଣିଲେ 9 ହବ କେମିତି ନା 3 ସଂଖ୍ୟା ଯୋଗୁ 2 ଥର ଗୁଣନ କଲେ ଆମେ ପାଇଯିବା 9। ତେବେ x ର ମୂଲ୍ୟ ଆପଣ କେତେ ପାଇଲେ 9 ପାଇଲେ। ଠିକ ଅଛି ପିଲାମାନେ ଏହାକୁ ଆମେ ସମାଧାନ କରିପାରିବା। ଦେଖନ୍ତୁ ଏବେ ଆପଣଙ୍କୁ ପ୍ରସ୍ଥ ନେଇଛନ୍ତି କେତେ ଆମେ 3x ମିଟର ଆମେ ନେଇଛନ୍ତି। ପ୍ରସ୍ଥ ଆମେ କେତେ ନେଇଛନ୍ତି ନା 3x ମିଟର। ତ 3x ର ଜାଗାରେ 3 ପକାନ୍ତୁ ହେଇଯିବ ଆପଣଙ୍କର 9 ମିଟର। ସେହିପରି ଦୈର୍ଘ୍ୟ କଥା ଆମେ ଯଦି କହିବା ଦୈର୍ଘ୍ୟ ଆପଣଙ୍କର ଯୋଉ 4x ମିଟର ଅଛି 4 into 3 ଆପଣଙ୍କର ହେଇଯିବ 12 ମିଟର। ତେବେ ପିଲାମାନେ ଦେଖନ୍ତୁ ତ ଦୈର୍ଘ୍ୟ ପାଇଗଲେ 12 ମିଟର ଆଉ ପ୍ରସ୍ଥ ପାଇଗଲେ 9 ମିଟର। ଏବେ ଆପଣ ପରିସୀମା ବାହାର କରିପାରିବେ ନା ଆୟତକାର କ୍ଷେତ୍ରର। ଆପଣଙ୍କର ପରିସୀମାର ଫର୍ମୁଲାଟି କଣ ନା 2 ଗୁଣନ ଦୈର୍ଘ୍ୟ ମିଶାଣ ପ୍ରସ୍ଥ। 2 ଗୁଣନ ଦୈର୍ଘ୍ୟ ମିଶାଣ ପ୍ରସ୍ଥ। ଆପଣଙ୍କର 2 ରହିଲା ଗୁଣନ ଦୈର୍ଘ୍ୟ ଜାଗାରେ କେତେ ପକେଇବେ ଆପଣଙ୍କର 12 ମିଟର ପାଇଲେ ପ୍ଲସ ପ୍ରସ୍ଥ ଜାଗାରେ କେତେ ପକେଇବା 9 ମିଟର। ଆପଣଙ୍କର 2 ରହିଲା ଗୁଣନ 12 ରେ 9 ମିଶାଇଲେ ଆପଣଙ୍କର 21। 21 ଦୁନେ ଆପଣଙ୍କର ଆସିଯିବ 42 ମିଟର ଆପଣଙ୍କର ପରିସୀମା। ତେବେ 42 ମିଟର ଆପଣଙ୍କର କୋଉ ଅପସନରେ ଅଛି ଅପସନ ଏ ରେ ଅଛି ନା ଅପସନ ଏ ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ପିଲେ এই ପ୍ରକାର ପ୍ରଶ୍ନ ଟିକେ ପ୍ରାକ୍ଟିସ କରିବାକୁ ପଡିବ। ତ ପ୍ରାକ୍ଟିସ କଲେ ଆପଣଙ୍କର ହେଇଯିବ। ଯିବା ଏବେ ପରବର୍ତ୍ତୀ ପ୍ରଶ୍ନକୁ। ଗୋଟେ ରିଜନିଂ ଟାଇପ ର କ୍ୱେଶ୍ଚନ ଆପଣଙ୍କୁ ଦେଇଛି। ରିଜନିଂ କ୍ୱେଶ୍ଚନ ଗୋଟେ ନିମ୍ନଲିଖିତ ସଂଖ୍ୟା କ୍ରମର ପରବର୍ତ୍ତୀ ସଂଖ୍ୟାଟି କେତେ ହେବ ଫାଇଣ୍ଡ ଦ ନେକ୍ସଟ ଟର୍ମ ଅଫ ଦ ଫଲୋଇଂ ନମ୍ବର ସିରିଜ। ପିଲାମାନେ ଏଟାକୁ ଭଲ ଭାବରେ ଟିକେ ବୁଝିବା। ପ୍ରଥମ ସଂଖ୍ୟାଟି ଆପଣଙ୍କୁ ଦେଇଛି 70। ସେକେଣ୍ଡ ସଂଖ୍ୟାଟି ଆପଣଙ୍କୁ ଦେଇଛି 64 ହେଲା। ଥାର୍ଡ ସଂଖ୍ୟାଟି ଆପଣଙ୍କୁ ଦେଇଛି 55 ତାପରେ 43 ତାପରେ ଆପଣଙ୍କୁ ଦେଇଛି 28 ତ ପରବର୍ତ୍ତୀ ସଂଖ୍ୟାଟି ଆପଣଙ୍କର କେତେ ହବ। ପିଲାମାନେ 70 ରୁ 64 କୁ ଆଇଛି ତ କେତେ ବିୟୋଗ ହେଇଛି ଏଠି 6 ବିୟୋଗ ହେଇଛି ହେଲା। 64 ରେ 6 କୁ ମିଶାଇଲେ 70 ପାଇବେ। 64 ରୁ 5 କୁ ଆଇଛି କେତେ ବିୟୋଗ ହେଇଛି ପିଲାମାନେ ଏଠି 9 ବିୟୋଗ ହେଇଛି ହେଲା। 55 ରେ 9 ମିଶାଇଲେ ଆପଣ 64 ପାଇବେ। 55 ରୁ 43 କୁ ଆଇଛି 5 ରୁ 3 ଗଲେ 2 5 ରୁ 4 ଗଲେ 1 ଏଠି 12 ଆପଣଙ୍କର ବିୟୋଗ ହେଇଛି। 43 ରୁ 28 ଆସିଛି ସେଠି କେମିତି ହେଇଛି ପିଲାମାନେ ନା 15 ବିୟୋଗ ହେଇଛି। ଦେଖନ୍ତୁ ଗୋଟିଏ ପିଲାମାନେ ଟର୍ମ କଣ ନା 3 3 ଏଠି ମିଶା ହଉଛି ହେଲା। 3 3 ଏଠି ଆପଣଙ୍କର ମିଶା ହଉଛି। ସେମିତି ଆପଣ 15 ରେ 3 ମିଶେଇବେ କେତେ ଆସିଯିବ ନା 18 ବିୟୋଗ କରିବେ। ତ 28 ରୁ 18 ବିୟୋଗ କରିବେ। 8 ରୁ 8 ଗଲେ 0 2 ରୁ 1 ଗଲେ 1 10 ହେଇଯିବ ଆପଣଙ୍କର ରାଇଟ ଆନ୍ସର। ଅପସନ ଡି ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର। ତେବେ ପିଲାମାନେ ଏବେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ କଣ ଦେଇଛି ଦୁଇଟି ସମଘନର ଘନଫଳ ଯଥାକ୍ରମେ 27 ଘନ ସେଣ୍ଟିମିଟର ଏବଂ 64 ଘନ ସେଣ୍ଟିମିଟର। ତେବେ ସେମାନଙ୍କର ଧାରର ପାର୍ଥକ୍ୟ କେତେ। The volumes of two cubes of 27 centimeter cube and 64 centimeter cube respectively, what will be the difference between their sides? ପିଲାମାନେ ଏଠି ମୁଁ ଆପଣଙ୍କୁ କହି ରଖିବାକୁ ଚାହେଁ ସମଘନ। ଆପଣ ଲୁଡୁ ଖେଳିଥିବେ
ତ ଆପଣଙ୍କର ଲୁଡୁ ଗୋଟି ହଉଛି ଗୋଟିଏ ଏକ୍ସାମ୍ପଲ ହଉଛି ପିଲାମାନେ ସମଘନର ହେଲା। ସମଘନ ଆମେ ପିଲାମାନେ କାହାକୁ କହିବା ନା ଯାହାର ସବୁ ଯାକ ବାହୁ ଆପଣଙ୍କର ସମାନ ହେଇଥିବ। ଠିକ ଅଛି। ଯାହାର ସବୁ ଯାକ ବାହୁ ମାନେ ଚାରିଟା ଯାକ ବାହୁ ଆପଣଙ୍କର ସମାନ ହେଇଥିବ ତାକୁ ଆମେ ଗୋଟିଏ ସମଘନ ବୋଲି କହିବା। ଠିକ ଅଛି। ଦୁଇଟି ସମଘନର ଘନଫଳ ହେଲା। ଆର ଘନଫଳ ମନେକର ଆପଣଙ୍କର ଦେଲା କେତେ 27 ସେଣ୍ଟିମିଟର କ୍ୟୁବ। ଆର ହେଲା ଆପଣଙ୍କର ଓଲଟା ଲେଖିଦେଲେ ପିଲାମାନେ ଯୋଉଟା ବଡ ଅଛି ଆମେ ଲିଖିଦେବା ବଡ ହେଲା 64 ସେଣ୍ଟିମିଟର କ୍ୟୁବ। ଏଇଟା ଆପଣଙ୍କର 64 ସେଣ୍ଟିମିଟର କ୍ୟୁବ। ଏଇଟା ଆପଣଙ୍କର ହେଇଯିବ କେତେ 27 କଣ ପିଲାମାନେ ନା 27 ସେଣ୍ଟିମିଟର କ୍ୟୁବ। ମନେ ରଖ ପିଲାମାନେ ଆର ଘନଫଳ କିପରି ବାହାରେ ନା ବାହୁକୁ 3 ଥର ଗୁଣନ କଲେ ଆପଣଙ୍କର ଘନଫଳ ବାହାରେ। ତାହେଲେ କୋଉ ସଂଖ୍ୟାକୁ ଆପଣ 3 ଥର ଗୁଣିଲେ 64 ପାଇବେ ନା ସଂଖ୍ୟାଟି ହଉଛି 4। ପିଲାମାନେ ଏଟାକୁ ଟିକେ ପ୍ରାକ୍ଟିସ କରିବାକୁ ପଡିବ। ଆପଣ ମନେ ରଖନ୍ତୁ 4 ଚଉ 16 ଚଉ 64 4 ଚଉ 16 ଚଉ 64 ନା 3 ଥର ଗୁଣିଲେ 64 ପାଇଲେ। ଆପଣଙ୍କର 27 କେମିତି ହବ ନା 3 3 9 3 27 ନା 3 ଥର ଗୁଣିଲେ 27 ପାଇବେ। ତାହେଲେ ଏଇ ସବୁ ଯୋଉ ସଂଖ୍ୟାକୁ 3 ଥର ଗୁଣନ କଲେ ଏସବୁ ହଉଛି ତାର ବାହୁ। ଠିକ ଅଛି। ତେବେ ଏଇ ସମଘନର ବାହୁ ହଉଛି ଆପଣଙ୍କର 4 ସେଣ୍ଟିମିଟର। ଏଇ ସମଘନର ବାହୁ ହଉଛି ଆପଣଙ୍କର 3 ସେଣ୍ଟିମିଟର। ସେ ଆପଣଙ୍କୁ କହିଛି ବାହୁର ପାର୍ଥକ୍ୟ କେତେ ହବ। ତାହେଲେ ଆପଣଙ୍କର ଏଇ 4 ସେଣ୍ଟିମିଟରରୁ 3 ସେଣ୍ଟିମିଟରକୁ ବିୟୋଗ କଲେ ଆପଣ ପାଇବେ 1 ସେଣ୍ଟିମିଟର। ଅପସନ ବି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟିକୁ ଚିତ୍ରଟିକୁ ପିଲାମାନେ ଦେଖ। ନିମ୍ନ ଚିତ୍ରରେ ଦର୍ଶାଯାଇଥିବା ତ୍ରିଭୁଜଟି କେଉଁ ପ୍ରକାରର ତ୍ରିଭୁଜ ବୋଲି ସେ ଆପଣଙ୍କୁ ପଚାରିଛି। ପିଲାମାନେ ଦେଖ ଚିତ୍ରରେ କଣ ସେ ଆପଣଙ୍କୁ ଦେଇଛି ତିନୋଟି ତାଙ୍କ ବାହୁର ଦୈର୍ଘ୍ୟ ସମାନ ଦେଇଛି ହେଲା। ଏ ବାହୁ ଏ ବାହୁ ଏ ବାହୁ ଯଦି ଗୋଟେ ତ୍ରିଭୁଜର ସବୁ ଯାକ ବାହୁ ସମାନ ହଉଛି ତାହେଲେ ଆମେ ଆକୁ କଣ କହିବା ସମବାହୁ ତ୍ରିଭୁଜ ବୋଲି କହିବା। ଇକ୍ୱିଲାଟେରାଲ ଟ୍ରାଙ୍ଗେଲ ବୋଲି କହିବା। ସେହିପରି ଅନ୍ୟ ଗୁଡାକ ଏକ୍ସାମ୍ପଲ ଆପଣଙ୍କୁ ମୁଁ କହିଦଉଛି। ବିଷମ ବାହୁ ହେଲା କଣ ନା କୌଣସି ବି ବାହୁ ଆପଣଙ୍କର ସମାନ ହେଇନଥିବ। ଠିକ ଅଛି। ସମଦ୍ୱିବାହୁ ଦିଟା ବାହୁ ସମାନ ହେଇଥିଲେ ସମଦ୍ୱିବାହୁ ତ୍ରିଭୁଜ। ସମକୋଣୀ ତ୍ରିଭୁଜ ନା ଯେଉଁ ତ୍ରିଭୁଜର ଗୋଟିଏ କୋଣ ଆପଣଙ୍କର ସମକୋଣ ବା 90 ଡିଗ୍ରୀ ହେଇଥିବ ତାକୁ ଆମେ ସମକୋଣୀ ତ୍ରିଭୁଜ ବୋଲି କହିବା। ତେବେ ପିଲାମାନେ ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଗୋଟେ ଗ୍ରାଫ ଦେଇଛି। ନିମ୍ନ ଗ୍ରାଫରେ ସପ୍ତାହର ପ୍ରଥମ 4 ଦିନରେ ଜଣେ ଦୋକାନୀ ବିକ୍ରି କରିଥିବା ପୋଷାକ ସଂଖ୍ୟା ଦର୍ଶାଯାଇଛି। ଗ୍ରାଫଟିକୁ ଅଧ୍ୟୟନ କରି ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅ। The following pictographs graph shows the number of clothes sold by a shopkeeper in the first 4 days of a week. Study the graph and answer the given question. ପିଲାମାନେ ଏଇ ଯୋଉ ଚିତ୍ର ଦେଖୁଛ ସବୁ ମଣ୍ଡେରେ ଟ୍ୟୁଜଡେରେ ୱେଡନେସଡେରେ ଥର୍ସଡେରେ ନମ୍ବର ଅଫ କ୍ଲଥେସ୍ ସୋଲ୍ଡ ହେଇଛି। ତ ଗୋଟିଏ ଚିତ୍ର ଦେଖୁଛ ତ ତାର ମୂଲ୍ୟ ଆପଣଙ୍କର ହଉଛି 20। ତ ଆପଣ ଲକ୍ଷ୍ୟ ରଖନ୍ତୁ ଯଦି ଗୋଟିଏ ସାର୍ଟର ସିମ୍ବଲର ମୂଲ୍ୟ ହଉଛି 20 ଏଠି ଆପଣଙ୍କର କେତୋଟି ଅଛି 4ଟି ଅଛି। ତ 4 ଗୁଣନ 20 ସମାନ 80ଟି ବିକ୍ରି ହେଇଛି ମଣ୍ଡେରେ। ଏଠି ଆପଣଙ୍କର କେତୋଟି ଅଛି ଚିତ୍ର 2ଟି 2 ଗୁଣନ 20 ଆପଣଙ୍କର 40ଟି। ତାପରେ ଆପଣଙ୍କର ଏଠି କେତୋଟି ଅଛି 5ଟି 5 ଗୁଣନ 20 ସମାନ ହେଇଯିବ ଆପଣଙ୍କର 100ଟି। ତାପରେ ଏଠି ଅଛି ଆପଣଙ୍କର 4ଟି 4 ଗୁଣନ 20 ସମାନ ହେଇଯିବ ଆପଣଙ୍କର 80ଟି। ଆଉ ସେ କଣ କହିଲା ଯଦି ଦୋକାନୀର 120ଟି ପୋଷାକ ବଳି ପଡିଛି ହେଲା ଆ ସହିତ ପୁଣି 120ଟି ପୋଷାକ ତାର ବଳି ପଡିଛି। ତେବେ ଆରମ୍ଭରୁ ତାଙ୍କ ପାଖରେ କେତୋଟି ପୋଷାକ ଥିଲା ଏ ସବୁକୁ ଆମେ ମିଶେଇ ଦେବା ହେଲା। ଆପଣଙ୍କର ଯୋଉ ରହିଲା 80 40 ଆପଣଙ୍କର 100 ପୁଣି 80 ତାପରେ 120 ଆକୁ ସବୁ କଣ କରିବା ମିଶ୍ରଣ କରିଦବା। ଶୂନ 8 2 10 4 14 8 22 ରୁ 2 ନେଲା 2 1 3 1 4 420। ତେବେ ପିଲେ 420 ଆପଣଙ୍କର କୋଉ ଅପସନରେ ଅଛି ଅପସନ ଡି ରେ ଅଛି। ଅପସନ ଡି ଆପଣଙ୍କର ଏଠି ହେଇଯିବ କରେକ୍ଟ ଆନ୍ସର। ଏବେ ପିଲାମାନେ ଯିବା 17 ନମ୍ବର ପ୍ରଶ୍ନକୁ। 1722 କୁ ରୋମାନ ସଂଖ୍ୟାରେ ଲେଖିଲେ କଣ ହବ ରାଇଟ 1722 ଇନ ରୋମାନ ନ୍ୟୁମରାଲ୍ସ। ପିଲାମାନେ ଆ ପାଇଁ ଗୋଟେ ସ୍ପେଶାଲ ଭିଡିଓ ମୁଁ ନିଶ୍ଚୟ ନେଇକି ଆସିବି। ତ ଆଜି ଆପଣଙ୍କୁ କହି ରଖୁଛି 1722 କୁ ଆମେ ଏକ୍ସପାଣ୍ଡେଡ ଫର୍ମରେ ଆମେ ପ୍ରଥମେ ଲେଖିବା। 1722 କୁ ଆମେ ଯଦି ଲେଖିବା ଏକଦଶ ଶହ ହଜାର ଆପଣଙ୍କର ଆସିଯିବ 1000 ପ୍ଲସ ଏଠି 7 ର ବିସ୍ତାରିତ ରୂପ ଆପଣଙ୍କର ଆସିଯିବ କେତେ 700 ପ୍ଲସ ଆପଣଙ୍କର ଆସିଯିବ 20 ପ୍ଲସ ଆପଣଙ୍କର 2। ଠିକ ଅଛି। ତ ଆପଣଙ୍କର 1000 ପାଇଁ ଆପଣଙ୍କର ସିମ୍ବଲ ହଉଛି ରୋମାନ ଷ୍ଟ୍ରକ୍ଚର କଣ ଆସିବ ନା ଏନ୍ ଆସିବ। 700 ଟାକୁ କିପରି ଆପଣଙ୍କର ଲେଖାଯିବ ନା 500 ରେ 100 କୁ 2 ଥର ମିଶେଇବା ତ 700 ଆମେ ପାଇବା। ଠିକ ଅଛି। ତ ଆପଣଙ୍କର 500 ହଉଛି କେତେ ଡି ହେଲା ଆଉ 100 2 ଥର ମିଶେଇବା ମାନେ ଆପଣଙ୍କର 100 ର ଭ୍ୟାଲୁ ଆପଣଙ୍କର କେତେ ଆସି ଯାଉଛି ନା ସି ହେଲା 2 ଥର ହବ ମାନେ 100 କୁ ମିଶା ହବ
तो सी को आपण दुई थर लिखिबे सेहीपरि 20 आपण किपरि लिखिबे ना x को आपण दुई थर लिखिले 20 पाइबे आपणकर 2 रो रोमान स्ट्रक्चर कोन ना i को दुई थर आपणकर लिखिबे MDCC डबल x डबल i ऑप्शन ए आपणकर होई जिवो करेक्ट आंसर। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ 18 ନମ୍ବର ଆପଣଙ୍କର ଦେଇଛି 6252 ର କେଉଁ ନିକଟତମ ସଂଖ୍ୟାଟି 21 ଦ୍ୱାରା ବିଭାଜ୍ୟ ହେବ ଦ ନିୟରେଷ୍ଟ ନ୍ୟୁମରାଲ ଟୁ 6252 which is exactly divisible by 21 ଆପଣଙ୍କର 6252 21 ଦ୍ୱାରା ଆପଣ ଡିଭାଇଡ କରନ୍ତୁ ଏକ ଦିନେ 42 71 ଅଧିକ ହେଇଯିବ ତ ଦୁନେ ପକାନ୍ତୁ 42 2 ରୁ 2 ଗଲେ 0 6 ରୁ 4 ଗଲେ 2 20 ଆପଣଙ୍କର 5 ଓହ୍ଲେଇଲା ଆପଣଙ୍କର ଏବେ 21 10 ହେଲେ 210 ବେଶୀ ହେଇଯାଉଛି 21 ନୂଆ ପକାନ୍ତୁ 9 କେ 9 9 ଦୁନେ 18 ଆକୁ ବିୟୋଗ କରନ୍ତୁ 15 ରୁ 9 ଗଲେ ଆପଣଙ୍କର 6 9 ରୁ 8 ଗଲା 1 16 ଆପଣଙ୍କର ଏଠି 2 ଓହ୍ଲେଇଲେ ଆପଣଙ୍କର ଆସିଯିବ କେତେ 162 ଏବେ ଆପଣଙ୍କର ଏଠି କେତେ ପଡିଯିବ 21 ଆପଣଙ୍କର ସୋତା କେତେ ଅଛି 7 କେ 7 7 ଦୁନେ 14 147 21 ଅଶନା 8 କେ 8 8 ଦୁନେ 16 168 21 ଅଶନା ଅଧିକ ହେଇଯାଉଛି 21 27 ଆପଣ ପକେଇ ପାରିବେ କେତେ ଆସିଯିବ ନା 147 2 ରୁ 7 ଯାଇ ପାରିବନି ଆଣିଲା 10 12 ରୁ 7 ଗଲା 5 ଏଠି ରହିଲା 5 5 ରୁ 4 ଗଲା 1 15 ଠିକ ଅଛି ପିଲାମାନେ ତେବେ ଆପଣଙ୍କର এই ହରଣଟିକୁ ଲକ୍ଷ୍ୟ ରଖନ୍ତୁ ଏବେ ଆମେ କଣ କରିବା ସେ ଆପଣଙ୍କୁ କଣ କହିଛି କେଉଁ ନିକଟତମ ସଂଖ୍ୟା କାହାର ନା 6252 ର ଦେଖନ୍ତୁ ପିଲାମାନେ ଆପଣ ଏଠି ଦୁଇଟି ସଂଖ୍ୟା ପାଇପାରିବେ ପ୍ରଥମତଃ ଏହା ହେଉଛି ଭାଜ୍ୟ ଏହା ହେଉଛି ଭାଜକ ଏହା ହେଉଛି ଭାଗଫଳ ଭାଗଶେଷ ଆପଣଙ୍କର ପ୍ରଥମ ଟର୍ମଟି କଣ ନା ଏ ଯୋଉ ଭାଜକ 21 ରୁ ଭାଗଶେଷ 15 କୁ ବିୟୋଗ କରନ୍ତୁ 21 ରୁ ଆପଣ 15 କୁ ବିୟୋଗ କରନ୍ତୁ କେତେ ପାଇବେ ଆପଣ ପାଇବେ 6 ଏଇ 6 କୁ ଆପଣ କଣ କରିବେ ନା ଆ ସହିତ ମିଶେଇବେ 6252 ରେ 6 କୁ ମିଶେଇବେ ତ କେତେ ପାଇବେ 6258 ହେଲା ଏଇଟା ହେଲା ତାର ନିକଟତମ ସଂଖ୍ୟା ଯାହାକି 21 ଦ୍ୱାରା ବିଭାଜ୍ୟ ହବ ଅପସନ ବି ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର ଠିକ ଅଛି ତ ଆଉ ଗୋଟେ ସଂଖ୍ୟା 6252 ରୁ 15 କୁ ଫେଡିଲେ ମଧ୍ୟ ଗୋଟେ ପାଇବେ ସଂଖ୍ୟା সেটা ମଧ୍ୟ 21 ଦ୍ୱାରା ବିଭାଜ୍ୟ ହବ କିନ୍ତୁ ତାହା ନିକଟତମ ନୁହେଁ ଏଇଟା ହଉଛି ଆପଣଙ୍କର ନିକଟତମ ସଂଖ୍ୟା 6258 ହେଇଯିବ କରେକ୍ଟ ଆନ୍ସର ଏବେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନଟି କଣ ଦେଇଛି ଯଦି a ଓ b ଉଭୟ ଅଯୁଗ୍ମ ସଂଖ୍ୟା ହୁଅନ୍ତି ତେବେ ନିମ୍ନ ମଧ୍ୟରୁ କେଉଁଟି ଏକ ଯୁଗ୍ମ ସଂଖ୍ୟା ହେବ if a and b are both odd numbers then which of the following is an even number ଆପଣଙ୍କର odd number କାହାକୁ କହିବା ଯାହା 2 ଦ୍ୱାରା ବିଭାଜ୍ୟ ନୁହେଁ ए आपणकर मन रखु गोटे ने 3 बी को नेले आमे 5 यहाँ ऑप्शन रे पकांतु ए प्लस बी अच्छी एटी माने 3 रे 5 को मिसेले आपण केते पाउछंती 8 एठी आपणकर 2a प्लस बी जो अछि हला 2a प्लस बी को आपण एटी चेक करंतु हला 2 इनटू ए जगह रे 3 प्लस बी जगह रे 5 2 3 6 5 11 हला तापर आपणकर सी रे आपण ए प्लस बी 3 प्लस 5 माइनस 1 5 3 8 रो 1 गले 7 ए बी रे आपण 3 5 आपणकर 15 एठी लक्ष्य रखंतु गोटी ऑप्शन ए रे आपण कोन पाउछंती युग्म संख्या पाउछंती बाकी ऑप्शन बी रे आपण देखिले एठी 11 ठीक अछि या मध्ये हबो नै ऑप्शन सी रे आपण पाइले 7 तो ऑप्शन सी मध्ये हबो नै ऑप्शन डी रे 15 या मध्ये हबो नै तबे ऑप्शन ए आपणकर रहि जिवो करेक्ट आंसर ଏବେ 20 ନମ୍ବର ପ୍ରଶ୍ନଟି ଆପଣଙ୍କୁ ଦେଇଛି ନିମ୍ନତ କେଉଁ କୋଣଦ୍ୱୟ ପରିପୂରକ ନୁହନ୍ତି which of the following pair of angle is not supplementary ପିଲାମାନେ supplementary ବା ପରିପୂରକ କୋଣ ଆମେ କାହାକୁ କହିବା ଯେଉଁ ଦୁଇଟି କୋଣର ପରିମାଣ ସମସ୍ତେ ମିଶିକି 180 ଡିଗ୍ରୀ ହଉଥିବ ଦେଖନ୍ତୁ ପିଲାମାନେ ଆପଣଙ୍କର ସବୁ ଅପସନକୁ ଦେଖନ୍ତୁ ଆପଣଙ୍କର 175 ରେ 75 ମିଶାଇଲେ ଆପଣଙ୍କର କେତେ ଆସିବ 175 ରେ 75 5 ରୁ 5 ମିଶାଇଲେ 10 ରୁ 0 ନେଲା ଏକ 7 8 15 ରୁ 5 ନେଲା ଏକ 1 2 ଆପଣଙ୍କର କେତେ ଆସି ଯାଉଛି 250 ଠିକ ଅଛି ଆପଣଙ୍କର 60 ରେ 120 ମିଶାଇଲେ ଆପଣଙ୍କର 180 90 ରେ 90 ମିଶାଇଲେ 180 85 ରେ 95 ମିଶାଇଲେ ଆପଣଙ୍କର 5 5 10 0 ନେଲା ଏକ 8 1 9 18 180 ଏଗୁଡ଼ା ସବୁ ଯାକ ଆପଣଙ୍କର 180 ଆସୁଛି କିନ୍ତୁ ଅପସନ ଏ ରେ 250 ଆସୁଛି ଏହା 180 ହଉ ନାହିଁ ହେଲା ସେ କହିଛି ପରିପୂରକ ନୁହନ୍ତି କିଏ ତେବେ ଅପସନ ଏ ଟା ଆପଣଙ୍କର ପରିପୂରକ ନୁହନ୍ତି 20 ନମ୍ବରର ରାଇଟ ଆନ୍ସର ଆପଣଙ୍କର ହେଇଯିବ କିଏ ଅପସନ ए तेबे पिलामाने यहाँ थिला ई मॉडल पेपर मोस्ट इंपोर्टेंट 20 मैथमेटिक्स क्वेश्चन तो एपरी प्रश्न आपण माने प्रैक्टिस करि चलंतु जहाकी आपणकर एग्जाम पई बहुत हेल्पफुल हबो एवं डायरेक्ट क्वेश्चन मध्ये एथुर आपण माने पाई परिबे तेबे पिलामाने आज रो क्लास को हम एतिके रखिबा तबे आशा करे क्लास टी आपनको भलो लागिथिबो
ତେବେ ଆପଣମାନଙ୍କୁ ସମସ୍ତଙ୍କୁ ଆଜିର କ୍ଲାସରେ ଅଶେଷ ଅଶେଷ ଧନ୍ୟବାଦ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ନିଶ୍ଚିନ୍ତ ଭାବରେ ସେୟାର କରିଦେବେ ଅଧିକରୁ ଅଧିକ ଆପଣମାନଙ୍କର ସାଙ୍ଗସାଥିମାନଙ୍କ ନିକଟକୁ ଏବଂ ଆମର ଏଇ ୟୁଟ୍ୟୁବ ଚ୍ୟାନେଲ ବୀରେନ ସାର୍ ଓଡ଼ିଆକୁ ନିଶ୍ଚିନ୍ତ ଭାବରେ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ ମଧ୍ୟ କରନ୍ତୁ। ଏବେ ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ।